ସାଧାରଣ ଲୁଣ କିଛି ନେଲି ତା ସହିତ ମୁଁ କର୍ପୂର ମିଶେଇଦେଲି। କର୍ପୂର ବି ସେଇ ଧଳା। ମୋର ଆମୋନିୟମ କ୍ଲୋରାଇଡ୍ ଅଛି ତ ସେଇ କର୍ପୂର ବି ଗୋଟେ ଉଦ୍ବାୟୀ ପଦାର୍ଥ ହେଲା। ତ ଇଏକୁ ୟା ସହିତ ମିଶେଇଦେଲି। ତାକୁ ଅଲଗା କରିବ, ବାଛିକି ଅଲଗା କରିପାରିବ। ଏଟା କଣ ୱାଶ ଗ୍ଲାସ କରିଦେବେ। ତ ଦିଟାକୁ ମିଶେଇଦେଲି। ଏବେ ଅଲଗା କରିବା କେମିତି, କୋଉ ପଦ୍ଧତିରେ ଆମେ ଶିଖିଥିଲେ? ଊର୍ଧ୍ୱପାତନ। ତାହେଲେ ଊର୍ଧ୍ୱପାତନ କେମିତି କରିବା? ଏଇ ୱାଶ ଗ୍ଲାସଟାକୁ ଏଠି ରଖିବା, ୟା ଉପରେ ଘୁରେଇ ଦବା ଆଉ ତଳୁ ତତେଇବା। ପରେ କାଗଜ ଯୋଉ ୟା ଉପରେ ସ୍ପିରିଟ ଯାଉଛି, ସେଥିରେ କାର୍ବନ ଅଂଶ କମ ଅଛି, ସେଥିପାଇଁ କଳା ହବନି। ঠিক আছে, ইয়াকু ঘুরে গেলে ঠিক আছে। ଏବେ ଯେହେତୁ এটা ଗୋଟେ ଉଦ୍ବାୟୀ ପଦାର୍ଥ ନା, ମାନେ ଇଏ ଡାଇରେକ୍ଟ କଣ ହବ? ଲିକ୍ୱିଡ ମାନେ ଡାଇରେକ୍ଟ ତାକୁ କୁହାଯାଏ ଊର୍ଧ୍ୱପାତନ। ସେଇ ପ୍ରୋସେସକୁ କୁହାଯାଏ ଊର୍ଧ୍ୱପାତନ। କଣ ଏବେ ଟେମ୍ପରେଚର ପାଇଲେ କଣ ହବ? ସେଥିରେ ଥିବା ଆମୋନିୟମ କ୍ଲୋରାଇଡ ଟା କଣ ହବ? ଗ୍ୟାସ ହବ। এটা ଦେଖ ଦେଖ ଆସ୍ତେ ଆସ୍ତେ ଭେପର ଉଠୁଛି। ପାଖ ଟିକେ ଆସିବେ, ଦେଖ ଭେପର ଉଠୁଛି। ভেপর মানে তরলে কি ন যাইছি সে ডাইরেক্ট গ্যাস হচ্ছে। দেখো ধোঁয়া সব উঠুছি। দেখো এই ধোঁয়া যেটা, এটা কাহার ধোঁয়া? কর্পূর বা অ্যামোনিয়াম ক্লোরাইড। সেটা কঠিন অবস্থায় ଥିଲା, সে ডাইরেক্ট গ্যাস অবস্থাକୁ পড়ে যাଉଛି ହେଲା। ଆଉ ଯାଇକି କୋଉଠି ଲାଗି ରହୁଛି? এই ଯୋଉ ଫନେଲ ବା ଚୋଙ୍ଗାର ସାଇଡରେ ଲାଗିକି ରହୁଛି। ମାନେ ଏଥିରେ ଲୁଣ ସହିତ ଯେତିକି ସବୁ କର୍ପୂର ଥିଲା ସେ କଣ ହେଲା? ଗ୍ୟାସ ହେଇଗଲା। ମାନେ ତଳେ ଆଉ କିଏ ରହିଲା? ତାହେଲେ କେବଳ ଲୁଣ ରହିଗଲା। ଦେଖି ପାରୁଥିବ ଗ୍ୟାସ ଟା ପୁରା ୟା ଦେହରେ ଭର୍ତ୍ତି ଯାଇଛି। ତାହେଲେ ଏଇ ଗ୍ୟାସ ରୁ ପୁଣି ୟାକୁ ଯଦି ଥଣ୍ଡା କରିବା, ଏବେ ଯେତିକି ଆମେ ଲିଭେଇ ଦବା ହେଲା। ଏବେ ୟାକୁ କିଛି ସମୟ ଛାଡ଼ିଦବା, ଦେଖିବା ଇଏ ଥଣ୍ଡା ହେଲା ପରେ କଣ ହବ? କର୍ପୂର ହବ। ତ ଷ୍ଟପ୍ କରି ସେଟା ଥଣ୍ଡା ହେଲେ ପୁଣି ଚେକ୍ କରିବା ହେଲା। ଦେଖ ତମେ ସମସ୍ତେ ଦେଖ, ଏଥିରେ ଯୋଉ କର୍ପୂର ଗୁଡାକ ଗ୍ୟାସ ହେଇଥିଲା, ଏବେ ସିଏ କଣ ହେଲା? ଥଣ୍ଡା ହେଲା ପରେ ସିଧା ସଳଖ କଣ ହେଲା? ପୁଣି କଠିନ ହେଇଗଲା। ମାନେ ଲୁଣରେ ମିଶି ରହିଥିବା ସବୁ କର୍ପୂର କଣ ହେଲା? ଅଲଗା ହେଇଗଲା। ତାହେଲେ ଏଇ ପଦ୍ଧତି ହଉଛି ଊର୍ଧ୍ୱପାତନ ହେଲା।